ଗୋଟେ ସୁପରନ୍ୟାଚୁରାଲ୍ ହରର୍ ମୁଭି ସେତେବେଳେ କମ୍ପ୍ଲିଟ୍ ହୁଏ ନା ଯେତେବେଳେ ଆପଣ ଦେଖୁଥିବା ମୁଭିଟାକୁ ଉଠି ବସି ଏନ୍ଜୟ କରନ୍ତି। ସେଇଭଳିଆ ଗୋଟେ ମୁଭି ନାଁ କହୁଛି, ସେ ମୁଭିଟା ନାଁ ହେଉଛି ଡାଇ ଜେରିସ୍। ଇଏ ଗୋଟେ ମାଲାୟାଲମ୍ ହରର୍ ଜନରର ମୁଭି, ଯେଉଁଟାକି ନେଟଫ୍ଲିକ୍ସରେ ତା ସହିତ ହଟଷ୍ଟାରରେ ବି ରିଲିଜ୍ ହେଇଛି। ଏ ମୁଭିଟିର କାହାଣୀ ଏମିତି ହେଇଛି, ସକାଳୁ ସକାଳୁ ଗୋଟେ ଝିଅର ଡେଡ୍ ବଡି ମିଳିଛି। ସେ ଡେଡ୍ ବଡି ମିଳିଲା ପରେ ସେଇଟା ଗୋଟେ ବିଚିତ୍ର ଭାବେ ଗୋଟେ କୂଅ ଭିତରେ ପଡ଼ିକି ରହିଥିଲା। ତାକୁ ପାଇଲା ପରେ ଯେତେବେଳେ ସେ ନ୍ୟୁଜ୍ ଚାରିଆଡ଼େ ସମ୍ପ୍ରସାରଣ ହେଇଯାଇଛି, ସେହି ସମୟରେ ତା'ର ଜଣେ ସାଙ୍ଗ ଯିଏକି ବହୁତ ଦିନ ପୂର୍ବରୁ ତା ସହିତ ଲଭ୍ ରିଲେସନ୍ରେ ଥିଲା, କିନ୍ତୁ ପରେ ପରେ ବ୍ରେକଅପ୍ ହେଇଯାଇଥିଲା। ତା ପାଖରେ ଖବର ମିଳିଛି ସେ ଗୋଟେ ୟଙ୍ଗ ଏନର୍ଜେଟିକ୍ ଗୋଟେ କୋଟିପତିର ପିଲା ଯିଏକି ଏକୁଟିଆ ଗୋଟେ ଘରେ ରୁହେ। ସେ ଯାଇଥିଲା ସେଠି ତାଙ୍କ ଘରକୁ ଦେଖିବା ପାଇଁ, ତାକୁ ଶେଷ ଦର୍ଶନ କରିବା ପାଇଁ। ସେଠି ପହଞ୍ଚିଲା ପରେ ସେଠି ତା ଘର ଭିତରେ ବୁଲୁ ବୁଲୁ ସେ ଝିଅର ଗୋଟେ କ୍ଲିପ୍ ପାଇଲା, ଆଉ ସେଇଟାକୁ ସେ ଧରିକି ଘରକୁ ପଳେଇ ଆସିଥିଲା। କୁହନ୍ତି ଲୋକ ଯେ ଯଦି କୌଣସି ଲୋକ ମରିଯାଇଛି, ତାର କୌଣସି ଯଦି ମାନେ ବ୍ୟବହୃତ ଜିନିଷକୁ ତୁମେ ପାଖରେ ରଖିବ, ତା ଆତ୍ମା ସେଥିରେ ପଳେଇ ଆସେ। ସେମିତି ହେଇଛି। ସେ ଯେତେବେଳେ ଆସିଛି, ଆସିଲା ପରେ ଘରେ ପହଞ୍ଚିଛି, ଆଉ ଦିନ ପରେ ଦିନ ବିତି ଚାଲିଛି। ସେ ଧୀରେ ଧୀରେ ଫିଲ୍ କରୁଛି ଯେ ଘରେ ଆଉ ଗୋଟେ କୌଣସି ନା କୌଣସି ଛାୟା ରହୁଛି, ଆଉ ସେଇ ଛାୟା ତାକୁ ପରିଶାନ କରୁଛି। ସେ ପ୍ରଥମେ କିଛି କିଛି ଜିନିଷ ଫିଲ୍ କରୁଛି। ସେ ଫିଲ୍ କରିବା ଫଳରେ ଧୀରେ ଧୀରେ ଏମିତି ଭୟ ତାର ବଢ଼ି ବଢ଼ି ଚାଲିଛି। ସେ ଜାଣିପାରୁନି ଆକ୍ଚୁଆଲି ରିଜିନ୍ କ'ଣ, କିନ୍ତୁ ଫିଲ୍ ହେଉଛି ଯେ ସେ ଝିଅ ତା ସାଙ୍ଗରେ ଆସିଛି। ଆଉ ସେ ଝିଅର ଭାଇ ଜଣେ ବି ଅଛି। ସେଦିନେ ସେ ତା ଭାଇକୁ ଡାକିକି ତାକୁ ସିମ୍ପାଥି ଦେଖିବା ପାଇଁ ଚାହିଁଛି, କିନ୍ତୁ ଅନ୍ ଦ ସ୍ପଟ୍ ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂରେ ତା ଭାଇର ବି ସେଠି ଡେଥ୍ ହେଇଯାଉଛି। ଏଇଭଳି କାହାଣୀଟି ଆରମ୍ଭରୁ ଷ୍ଟାର୍ଟ ହେଇଛି। ଭାଇ ତାପରେ ଯେଉଁ ଜିନିଷ ହେଇଛି ନା, ମୁଁ ଆପଣଙ୍କୁ କହିଲେ ବି ଆପଣ ଲିଟରାଲି ବିଲିଭ୍ କରିବେନି। ଆପଣ ଥରୁଟିଏ ମୁଭିଟାକୁ ନିଶ୍ଚିତ ଦେଖନ୍ତୁ। କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଛି। କାହାଣୀରେ ଭୂତ କିଏ ଆସୁଛି ୟା ପାଖକୁ, କ'ଣ ପାଇଁ ଏ ଜିନିଷ ହେଉଛି, ଏମିତି ଛୋଟ ଛୋଟ ଜିନିଷର ରହସ୍ୟ ବାହାରିଛି ନା, ଆପଣ ପୁରା ପାଗଳା ହେଇଯିବେ। ମଷ୍ଟ ଦେଖନ୍ତୁ ଏ ମୁଭିଟାକୁ। ଆଉ ଏ ମୁଭିଟାକୁ ମୁଁ ଏଇଥିପାଇଁ କହୁଛି ଯେ ଦେଖିବା ପାଇଁ, ଯେ ଆପଣ ଯେଉଁ ଗୋଟେ ପିଓରଲି ହରର୍ ଫ୍ୟାନ୍ ହେଇଥିବେ କିମ୍ବା ଗୋଟେ ମୁଭି ଲଭର୍ ହେଇଥିବେ ନା, ଆପଣ ତା'ର ଯେଉଁ ପିକ୍ଚରେସନ୍ କୁହନ୍ତୁ, ସାଉଣ୍ଡ ଇଫେକ୍ଟ କୁହନ୍ତୁ, ଆଉ ମାନେ କ୍ରିସ୍ପିନେସ୍ଟାକୁ ଆପଣ ଫିଲ୍ କରିପାରିବେ, ଯେଉଁଟାକି ଆପଣଙ୍କୁ ଗୋଟେ ଏଜ୍ ଅଫ୍ ଦ ସିଟ୍ ଏଣ୍ଟରଟେନ୍ କରିବ। ଆପଣଙ୍କୁ ଯଦି ଲାଗୁଛି ଯେ ଇଣ୍ଡିଆର ଭଲ ହରର୍ ଫିଲ୍ମ ବନୁନାହିଁ, ତାହେଲେ ଇଏ ଗୋଟେ ୱାନ୍ ଅଫ୍ ଦ ବେଷ୍ଟ ହରର୍ ଫିଲ୍ମ। ଏଥିରେ କୌଣସି ଜିନିଷର କମି ନାହିଁ। ଆପଣ ନା ହରର୍ କମି ଅଛି, ନା ସସ୍ପେନ୍ସ କମି ଅଛି। ଲାଷ୍ଟ ଟିଲ୍ ଏଣ୍ଡିଂ ପର୍ଯ୍ୟନ୍ତ ଆପଣ ବିଲିଭ୍ କରିପାରିବେନି ଯେ ଆକ୍ଚୁଆଲି ସେ ଭୂତଟା କିଏ, ସେ ଝିଅ ନା ଆଉ କିଏ। ତା ସହିତ ଗୋଟେ ବେକଅପ୍ରେ ଏମିତି ଗୋଟେ ଷ୍ଟୋରି ଚାଲୁଥିବ ନା, ଗୋଟେ ଇନଭେଷ୍ଟିଗେସନ୍ ଚାଲୁଥିବ ବେକଅପ୍ରେ। ସେ ଇନଭେଷ୍ଟିଗେସନ୍ ସହିତ ଆପଣ ଯୋଡ଼ିକି ଥିବେ। ସେ ମାନେ ଘୋଷ୍ଟକୁ ଇନଭେଷ୍ଟିଗେସନ୍ କରିବାର ଯେଉଁ ଗୋଟେ ନର୍ମାଲ୍ ଲୋକମାନଙ୍କ ଭିତରେ ଯେମିତି ଚାଲେ, ପୁଲିସ୍ ନୁହେଁ, ନର୍ମାଲ୍ ଲୋକମାନଙ୍କ ଭିତରେ ଯେମିତି କ୍ୟୁରିସିଟି ଚାଲେ, ସେମିତି ଇଏ କିଏ, ସିଏ କିଏ, କାହିଁକି ଏଠି ଏମିତି ହେଉଛି, ଏଇ ଯେଉଁ ଜିନିଷଟାର ସସ୍ପେନ୍ସ ଥ୍ରିଲର ଆଗକୁ ବଢ଼ି ଚାଲିଛି ନା, ଆପଣଙ୍କୁ ବହୁତ ବଢ଼ିଆ ଲାଗିବ। ଫିଲ୍ମଟି ହିନ୍ଦୀ ଡବିଂରେ ଅଛି, ମାଲାୟାଲମ୍ ଇଣ୍ଡଷ୍ଟ୍ରିର ମୁଭି। ଆପଣ ଦେଖନ୍ତୁ, ନିଶ୍ଚିତ ଆପଣଙ୍କୁ ଭଲ ଲାଗିବ। ମୁଁ ଏ ବିଷୟରେ ବହୁତ କିଛି କହିବା ପାଇଁ ଚାହୁଁନି, କିନ୍ତୁ ମୁଁ ଏତିକି ରେକମେଣ୍ଡ କରିବି, ଆପଣ ମୁଭିଟିକୁ ନିଶ୍ଚିତ ଥରେ ଦେଖିବେ। ଦେଖା ହେବ ପୁଣି ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ। ମୋ ଚ୍ୟାନେଲଟିକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ।